ଯେଉଁ ଲୋକମାନେ ତୁମକୁ ଆଘାତ ଦେଇଛନ୍ତି ସେମାନଙ୍କ ପ୍ରତି ତୁମେ ତଥାପି ଭଲ ବ୍ୟବହାର କରୁଛ। ଏହା ଦେଖିକି ମୋତେ ବହୁତ ପ୍ରସନ୍ନତା ମିଳୁଛି। ସର୍ବଦା ଏହିଭଳି ଦୟାଳୁ ରୁହ ଏବଂ ସମସ୍ତଙ୍କ ସହିତ ନିଜର ଭଲ ପାଇବା ବାଣ୍ଟ। ମୁଁ ଜାଣେ ଯେଉଁମାନେ ତୁମକୁ ଆଘାତ କରନ୍ତି ସେମାନଙ୍କ ସହିତ ଭଲ ବ୍ୟବହାର କରିବା ବହୁତ ମୁସ୍କିଲ ହୋଇଥାଏ, ଯାହାକି ଅତ୍ୟନ୍ତ କଷ୍ଟକର। କିନ୍ତୁ ତଥାପି ତୁମେ ମୋର ସେହି ପିଲାମାନଙ୍କ ମଧ୍ୟରୁ ଜଣେ ଯିଏ ଖରାପ ସହିତ ମଧ୍ୟ ଭଲ ହୋଇ ରୁହେ। ତେଣୁ ତୁମକୁ ନିଶ୍ଚିତ ଭାବରେ ଏହି ଧୈର୍ଯ୍ୟର ଫଳ ମିଳିବ ଏବଂ ତୁମର ଦିନ ବଦଳିଯିବ। ସେହି ସମାନ ବ୍ୟକ୍ତି ଯେଉଁମାନେ ତୁମକୁ ଖରାପ ବ୍ୟବହାର କରନ୍ତି ସେମାନେ ତୁମକୁ କ୍ଷମା ମାଗିବେ। ମୁଁ ତୁମକୁ ଶୀଘ୍ର ଦର୍ଶନ ଦେବି କାରଣ ମୁଁ ତୁମ ଉପରେ ବହୁତ ଖୁସି, ଅତ୍ୟନ୍ତ ପ୍ରସନ୍ନ। ମୁଁ ତୁମକୁ ମୋର ଉଦ୍ଦି ମଧ୍ୟ ପଠାଇବି। ଏହାକୁ ସର୍ବଦା ସବୁ ସମୟରେ ତୁମ ପାଖରେ ରଖିବ। ଏହା ତୁମର ରକ୍ଷା କରିବ, ତୁମକୁ ସୁରକ୍ଷା ଦେବ। ତୁମେ ସମସ୍ତଙ୍କୁ କୁହନା କି ମୁଁ ସାଇବାବାଙ୍କ ସନ୍ତାନ। ତେଣୁ ଆଜି ଶୁଣ, ମୁଁ ମଧ୍ୟ କହୁଛି ଯେ ମୁଁ ବହୁତ ଗର୍ବିତ କି ତୁମେ ମୋ ସନ୍ତାନ। ସର୍ବଦା ଖୁସିରେ ରୁହ ଏବଂ ଖୁବ୍ ହସ। ଓମ୍ ସାଇ ରାମ, ଜୟ ସାଇ ରାମ।